ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। 31 ଅଧ୍ୟାୟ। ପାପ ପୁଣ୍ୟ ପାପ ଯେ ମିଶାମିଶି ଗତି ଦିଆଏ ସେ ରାଜସୀ। ମନୁଷ୍ୟ ଜନ୍ମ ଏଣୁ ପାଏ 31ରେ ଏହା କହେ ଶ୍ରୀ ଭଗବାନ ଉବାଚ। ବୋଲନ୍ତି ପ୍ରଭୁ ଭଗବାନ ଭୋ ମାତ ସାବଧାନେ ଶୁଣ। ଯେ କର୍ମ ଜୀବ କରିଥାଇ ଈଶ୍ୱର ତହିଁ ନିଜ ଜୟୀ। ଏ ଜୀବ ସ୍ୱକର୍ମ ବଶରେ ପୁରୁଷରେ ତ ଆଶ୍ରା କରେ। ପୁଣି ଏ ଦେହ ଧରିବାକୁ ପ୍ରବେଶ ଜନନୀ ଗର୍ଭକୁ। ସେରେ ତ ପ୍ରଥମ ଦିନରେ ମିଶଇ ଶୋଣିତ ସଙ୍ଗରେ। ତାହାକୁ ବୋଲିଟି କଲ୍ଲୋଳ ପଞ୍ଚମ ଦିନେ ସେ ବର୍ତ୍ତୁଳ। ସେ ପୁଣି ବଦରି ସମାନ କଠିନ ହୁଏ 10 ଦିନେ। ତାପରେ ହୋଇ ମାଂସ ପିଣ୍ଡ ତଦନ୍ତେ ପ୍ରକାଶ ଅଣ୍ଡ। ମସ୍ତକ ପ୍ରଥମ ମାସରେ ପ୍ରକାଶ ହୁଏ ତା କନ୍ଧରେ। ସମ୍ପୂର୍ଣ୍ଣ ବେନି ମାସ ଯାଏ କର ଚରଣ ଆଦି ହୁଏ। ଅଙ୍ଗୁଳି ନଖ ତନୁରମ ଅସ୍ଥି ହୃଦୟ ନାଡି ମାନ ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି। ତୃତୀୟ ମାସେ ପ୍ରସିଦ୍ଧି ଚତୁର୍ଥ ମାସେ ଧାତୁ ହୁଏ। ପଞ୍ଚମେ କ୍ଷୁଧା ତୃଷା ବହେ। ତଦନ୍ତେ ଷଷ୍ଠେ ପରିମିତ କ୍ଷୁଧା ତୃଷାରେ ସେ ପୀଡ଼ିତ। ଗର୍ଭବେଷ୍ଟନେ ବନ୍ଧ ହୋଇ ଦକ୍ଷିଣ କୁକ୍ଷୁରେ ବ୍ରହ୍ମଇ। ଜନନୀ ଯେ ଦ୍ରବ୍ୟ ଭକ୍ଷଇ ସେର ସେ ତା ଧାତୁ ବଢ଼ଇ। ମୂତ୍ର ପୁରିଷ ରକ୍ତ ନାଳେ କୃମି ପୀଡ଼ିତ ସମାକୁଳେ। ତହିଁ ଯନ୍ତ୍ରିତେ ଶୋଇଥାଇ କୃମି ସଂକୁଳ ମଧ୍ୟରେ ରହି। ଅତି କୋମଳ କଳେ ବର କୃମି ଭକ୍ଷଣେ ନୁହେଁ ସ୍ଥିର। ଅଙ୍ଗ କାଟନ୍ତେ କୃମି ମାନେ ପ୍ରଜ୍ୱଳ ଦେହ ପ୍ରତିକ୍ଷଣେ। ବହୁତ କ୍ଲେଶ ତହିଁ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ। ଉଷ୍ଣ ଲବଣ କଟୁ ତୀକ୍ଷ୍ଣ କ୍ଷୀର ଆମ୍ବିଳ ଯା ଭକ୍ଷଣ। ଜନନୀ ଆହାର କରଇ ସେର ସେ ସର୍ବାଙ୍ଗ ପୀଡ଼ଇ। ନିବାସ ଜରାୟୁ ଭିତରେ ନାଡିର ବେଷ୍ଟିତ ନିର୍ଭରେ। କୁଟିଳ ଭାବେ ଶିରୋଧର ପୃଷ୍ଠ କୁଟିଳ କଳେ ବର। ମାତୃକୁ କ୍ଷୀରେ ଦେଇ ଶିର ପଡ଼ି ଯେ ଥାଇ ନୁହେଁ ସ୍ଥିର। ଶରୀର ଚାଳି ନ ପାରଇ ପିଞ୍ଜରେ ପକ୍ଷୀ ପ୍ରାୟ ହୋଇ। ସେ ଗର୍ଭେ ପୂର୍ବ କର୍ମ ବସେ ବହୁତ ଜନ୍ମ ତାକୁ ଦିଶେ। ସତେ ଜନ୍ମର କର୍ମ ଯେତେ ସୁମରୁ ଥାଏ ଗର୍ଭ ଗତେ। ସେ ପାପ ପୁଣ୍ୟ ମନେ ଧ୍ୟାଇ ବହୁତ ନିଶ୍ୱାସ ଛାଡ଼ଇ। ତା ଫେଡ଼ି ନ ପାରଇ କେହି କର୍ମ ଆୟତେ ବଚ ନୁହିଁ। ସୁମରି ପୂର୍ବ ଜନ୍ମ ଦୁଃଖ ସୁଖ ନ ଲଭି
विषे विमुख सप्तम मास आदि करी तादे ज्ञान थाई पुरी प्रस्तुति बात बलियारो तेणे कंपईता शरीर देह को अस्थिर करई कृमि जे सने भ्रमुताई से रूपे गर्भेता प्रमण दुसहस दुख कषणम तदन्ते शुण गो जननी बाळई से दिवार जनी अति विमुखे कष्ट सही से गर्भे आत्मा को देखई बये विचारई मनर केमंत एतु भी पारो एतु निस्तार मो केमंत आतंके चिंतई निरत सप्त धातुरे बंद होई अंजलि करिण प्रार्थई जेमंते आउ पुनर्बार ए गर्भ दुख न मोर श्रीकृष्ण पादे करी ध्यान अति आनंदे सुखे मग्न एणु निर्गत मोके मंत ताहाकु बजे अविरत से दुख नगे नचिते अनाथ मुझे गर्भ गते वेदना पाउअछि जेते एणी उदर नाथ मोते ए दुख जेमंते नईब ए मन्ते कृपा मोते ए रूपे दुसह कषणे स्तुति करई अनुक्षणे जीव उवाच गर्भ को आनिला जे मोते तापादे स्तुति मो निरते तापादे पशिली शरण से मोते करु परित्राण से बई तार पाद गते अशेष कर्ता जे जगते से प्रभु सृष्टि रक्षा पाई इच्छारे शरीर धरई जे कला एता दृश गति मु पापी अतीब दुर्मति से प्रभु एक कष्ट रखिबे ता बिनु आश्रय नाही जीवे ताहांक अभय चरणे शरण गलिए कषणे से पादे जे प्राणी प्रसन्न न लागे दुख बुझिन मु कष्टे जननी गर्भरे अछई माया कले बरे जीव स्वरूप अछि मुहि मो निज कर्मे बंदी होई अछई बंधन पराये ए गर्भ पीड़ा अति भये नमई तांक पयरे जे देव छति मो हृदरे विशुद्ध विकार विहीन अखंड बोध अनुदिन त्रिविध संतापे तापित हृदय हुअन्ति प्रतीत नमई तांक चरणे सेनाथ रखुए कषणे
ଏ ପଞ୍ଚଭୂତେ ବିରଚିତ ଏ ମନ୍ତେ ଦେହେ ମୁହିଁ ସ୍ଥିତ ମିଥ୍ୟାରେ ଆଚ୍ଛନ୍ନ ହୋଇଛି ବୁଝିଲେ ସତ୍ୟ ନୁହେଁ କିଛି ଇନ୍ଦ୍ରିୟ ଅର୍ଥେ ଗୁଣ ଚିତ ଏଥେ ମୁଁ ବନ୍ଧ ବିରତ ବନ୍ଧଇ ସେ ପ୍ରଭୁ ଚରଣେ ଥିଲେ ଶରୀର ଆବରଣେ ଅକୁଣ୍ଠ ମହିମା ତାର କେବେ ନଥାଇ ବିକାର ଯେଣୁ ସେ ଆଦି ନିରଞ୍ଜନ ପ୍ରକୃତି ପୁରୁଷ ଭିନ୍ନ ସେ ପ୍ରଭୁ ପରମ ପୁମାନ ଦିଅନ୍ତୁ ମୋତେ ଦିବ ଜ୍ଞାନ ଜାମାୟା ବରି ରହିଛି ଏଣୁ ମୁଁ ସବୁ ବିସ୍ମରୁଛି ତେଣୁ ଭ୍ରମଇ ଏ ସଂସାର ଶ୍ରମେ କାତର ନିରନ୍ତର ତାକୁ ଭଜିବ ଯେବେ ଏ ଦୁଃଖ ନିସ୍ତରିବେ ତେବେ ଭଜିଲେ ନିଜ ରୂପ ପାଇ ନ ଭଜି ପାରି ହେବି କାହିଁ ତାହାଙ୍କ ବିନୁ ଏଇ ଜ୍ଞାନ କେ ଦେଇ ପାରେ ମୋତେ ଆନ ତା ତହୁଁ ଜ୍ଞାନ ମୁଁ ପାଇବି ଯେଣୁ ମୁଁ ତ୍ରିକାଳ ତା ତହୁଁ ଜ୍ଞାନ ମୁଁ ପାଇଛି ତେଣୁ ମୁଁ ତ୍ରିକାଳ ଦେଖୁଛି ଏଣୁ ଏ ଗର୍ବ ଦୁଃଖ ଗୋର ନ ଜାଣେ ଶରୀର ମୋର ଏଣୁ ଯେ ତାଙ୍କୁ ଭଜିବି ତେବେ ସେ କର୍ମକୁ ଜିଣିବି ଯାହାର ଅଂଶ ସ୍ଥିର ଚରେ ବ୍ୟାପିଛି ଭୁବନ ଭିତରେ ବନ୍ଧଇ ତାହାଙ୍କ ଚରଣ ବନାତ ଦେବାଦି ବଜ୍ଞାନ ଜନନୀ ଉଦର ଗୁଆରେ ପୁରୀଷ ମୂତ୍ରାଦି କୂପରେ ଅବଶେ ତହିଁ ମୁଁ ପଡ଼ିଛି ଜଠର ଅଗ୍ନି ଦହୁଅଛି ତହୁଁ ବାହାର ହେବା ପାଇଁ ସବ ଏ ମାସ ଗଣୁଚଇ କେବେ ସେ କରିବେ ବାହାର ସେ କୃପା ସେ ପ୍ରଭୁ କୃପା ପାରାବାର ଯେ କଲା ଏତାଦୃଶ ଗତି ଲଭିଲି ଦିବ୍ୟ ଜ୍ଞାନ ମତି ସେ ବଡ଼ କରୁଣା ସାଗର ସେ ମୋତେ ହେଲେ ଜ୍ଞାନ ପର ମୁଁ ତାଙ୍କୁ କି ସେବା କରିବି କି ଦ୍ରବ୍ୟ ଦେଇ ନ ତୋଷିବି ସେ ନାଥ ଦିନ ବନ୍ଧୁ ଯେବେ ସଗୁଣେ ତୁଷ୍ଟ ହେବେ ତେବେ ଅଞ୍ଜଳି ବିନୁ ନାରାୟଣ ମୋହର ଦ୍ରବ୍ୟ ନାଇଆନ ଏ ଯେତେ ଜୀବ ପଶୁ ଆଦି ଅଜ୍ଞାନେ ଦେହ ନିରବଧି ଦେଖନ୍ତି ସୁଖ ଦୁଃଖ ମାତ୍ର ଏଣୁ ଅନ୍ତିକେ ସପାତ୍ର ସେ ଦେଲେ ଦିବ୍ୟ ଜ୍ଞାନ ମୋତେ ସେ ବୁଦ୍ଧି ଜ୍ଞାନୀ ଅବିରତେ ଏ ଦେହ ଭିତରେ ବାହାରେ ପ୍ରତ୍ୟକ୍ଷ ଦେଖୁଛି ତାହାରେ ଏ ଜ୍ଞାନୀ ସୁଖେ ଆଶା ନାହିଁ ଦୁଃଖକୁ ଭୟ ବା କାହିଁ ସେ ମୋତେ ଦେଲେ ଦିବ୍ୟ ଜ୍ଞାନ ତାହାର ପାଦେ ମୋ ବନ୍ଦନ ସେ ପ୍ରଭୁ ରୂପ ମନୋହର ଦର୍ଶନେ ଲୋଭ ଚିତ୍ତ ମୋର ସେ ରୂପ ସୁଧା ଅପ୍ୟାୟିତେ ତୃଷିତ ଲୋଚନ ସଙ୍ଗତେ କେବେ ନ ପାରଇ
ଛାଡ଼ି ଆନନ୍ଦେ ସୁଧାନ ବୁଡ଼ି ମୁଁ ଦୁଃଖେ ବଞ୍ଚିବି ଗର୍ଭରେ କେବେ ନ ଯିବି ବାହାରେ ସଂସାର ଅନ୍ଧକୂପବତୀ ତହିଁକି ଯେ ଯିବେ ଗମନ୍ତି ତୋ ମାୟା ଗୋଟଇ ତାହାକୁ ସେ ସତ୍ୟ ମଣଇ ମିଥ୍ୟାକୁ ପଡ଼ାଇ ସଂସାର ଚକ୍ରରେ ପୁତ୍ର କଳତ୍ର ମାୟା ଗୋରେ ଏଣୁ ବାହାରେ ମୁଁ ନ ଯାଇ ଏ ଗର୍ବ ମୋକ୍ଷ ସାଧିବହି ବ୍ୟାକୁଳେ ନୁହିଁ ଏ ଗର୍ଭରେ ସହିବି ଦୁଃଖ ମୋ ଆଗର ଆତ୍ମାକୁ ତାରିବି ଏଠାରେ ମନ ନିବେଶୀ ଆତ୍ମାଠାରେ ସାରଥି ବୁଦ୍ଧି ସାରଥି ବୁଦ୍ଧି ବିବେକକୁ କରିଣ ତାରିବି ଆତ୍ମାକୁ ଗର୍ଭ ନିବାସ ଦୁଃଖବାର ଯେମତେ ନୋଇବ ମୋହର ବିଷ୍ଣୁର ଚରଣେ ପଶିବି ଅଶେଷ ଗର୍ଭେ ମୁଁ ନ ଯିବି କହନ୍ତି କପିଳ ଗୋସାଇଁ ସେ ଦୈବ ହୁତି ମୁଖ ଚାହିଁ କପିଳ ଉବାଚ ଏମତେ ନାନା ସ୍ତୁତି କରି ଗର୍ଭଜାତ ନା ଦୁଃଖୁଟରି କେବେ ନୁହେଁ ତାଉ ଶ୍ୱାସ ଦୁଃଖେ ପୀଡ଼ିତ 10 ମାସ ଏମତେ ଦୁଃଖ ଅବଶେଷ ଶରୀରୁ ସମୀର ପ୍ରକାଶ ତାହାକୁ ପ୍ରସବ ମାରୁତ ପ୍ରେରଣ କରଇ ବହୁତ ତକ୍ଷଣେ ଅଧମୁଖ କରି ପକାଇ ଯୋନି ଦ୍ୱାରେ ବରି ଭିତରୁ ପବନ ପେଲଇ ବହୁତ କ୍ଲେଶ ତହିଁ ପାଇ ଅତି ସଂକୀର୍ଣ୍ଣ ଭଗଦ୍ୱାର କଷ୍ଟରେ ହୁଅଇ ବାହାର স্তম্ভিতে শ্বাস নিরোধই সে গর্ভ জ্ঞান পাশ রই অজ্ঞানে পড়ই ভূমিরে রক্ত জর্জর কলে বরে কৃমির প্রায় চেষ্টা করে রোদন করই কাতরে লভই বিপরীত গতি সে জ্ঞান থাউ ন স্মরନ୍ତି পাଳନ୍ତି জ্ঞাতি বন্ধু গণে তাও भी মত কেহু জানে ক্ষুধারে তক্ষণে হৃদয় তাকেই বুঝি ন পারই ବୋଲନ୍ତି ପେଟ ବତାଇଲା ଏଣୁ ଏ ବ୍ୟାକୁଳେ ରୋଧିଲା ମୁଖେ ଦିଅନ୍ତି ନିମ୍ବରସ ଜୀବତା ପିଅଇ ଅବଶ୍ୟ ନିଷେଧି ତାହା ନ ପାରଇ ଯାହା ଦିଅନ୍ତି ତାହା ଖାଇ ଅଶୁଚି ଶଯ୍ୟାରେ ଶୟନ କରାନ୍ତି ତାକୁ ପରିଜନ ତହିଁ ଅବଶ୍ୟ ପଡ଼ିଥାଇ ପିପୁଡ଼ି ମାଛି କୀଟ ଖାଇ ନିବାରେ ନୁହଁଇ ସମର୍ଥ ଯେଣୁ ନ ଚଳେ ପାଦ ହସ୍ତ ଉଠି ବସିତେ ଶକ୍ୟ ନାହିଁ ବନ୍ଧନ ଜୀବ ପ୍ରାୟ ହୋଇ କୋମଳ ଚର୍ମ ତା ଶରୀରେ କୀଟନ୍ତି ମଶା ଡାଂଶ ତାରେ ଦଶନ ବିକାଶୀ କାଟନ୍ତି ଶୋଣିତେ ପିବନ୍ତି
तहु से ज्ञानहीन होई सर्वदा रोदन करई हेमंत 5 संवत्सरे ए जीव बंचे दुख घरे पाखंड काले महा दुख तही न पाई किछि सुख तही रे विद्या रे पठने भयतरस्त प्रतिदिने मरणु से दुख बड़ई निर्भये से स्थाने से जाई हेमंत जीव लभे क्लेश न पाई ज्ञान उपदेश যৌবন অবস্থা প্রবেশেণ তহি পীড়িত কাম বাণ মনে কল্পিত যা করই সে যেবে আসি ন ঘটই শোকরে হুই বাধিত ক্রোধিত হুয়ে অবিরত হেমন্ত প্রতি সংবৎসরে কাম বড়াই নিরন্তরে যে রূপে শরীর বড়াই তা সঙ্গে মানহি বড়াই প্রকোপ বড়ে কলে বরে কামিনী সঙ্গে কেলি করে অত্যন্ত কামে হই বাই আপনা নাশ ন জানই নানা জনিরে আশা করে এ যুবা বয়স বেবারে এ পঞ্চভূত কলে বরে আপনা বলি যা দরে মুহূর্তা কর্তা সর্বঠারে এ মোর অଛନ୍ତି যেতে ঘরে এই কুমতি ভাবুতাই আপনা হিত ন জাণই এ দেহ নানা ক্লেশে দেই কর্ম করই তার পাই যে কর্মে বন্ধ হই যে কর্মে বদ্ধ প্রায় হই অজ্ঞানে পূর্ণ জন্ম হই শিষ্ণ উদর সুখাতিলে উদ্যম করে নিরন্তরে হেমন্ত অসত যে জন তার সঙ্গতে করে মন তার স্বকর্ম আচরই যে মার্গে নরকে পড়ই ବୋମାତ ଶୁଣ ତଦନ୍ତରେ ପୂର୍ବେ କହିଛୁ ଯେ ପ୍ରକାରେ ସେ ଭାବେ ପୁଣି ନର୍କେ ଯାଇ ଯାତନା ଅନେକ ଭୁଞ୍ଜଇ ଏଣୁ ଅସତ ସଙ୍ଗ କରେ ବିନାଶ ହୋଇ ଅବହେଳେ ଅସତ ସଙ୍ଗ ସତ୍ୟନାଶେ ଶୌଚ ତପ ନ ପ୍ରକାଶେ ମୌନ ବ୍ରତାଧୀନ ରହେ ବୁଦ୍ଧି ବିବେକ ହୁଅନ୍ତି କ୍ଷୟେ ଇଚ୍ଛା ଲଜ୍ଜା ଛାଡ଼ଇ କାନ୍ତି ଯଶ କ୍ଷମା ଦିଅ ଯଶ ବିନାଶ ବିକାଶ ହୁଅନ୍ତି ସମଦମ ଐଶ୍ୱର୍ଯ୍ୟ ହୁଏ ଉପଶମ ଅଶାନ୍ତ ଜନେ ସଙ୍ଗ ହୋଇ ଯେ ମୂଢ଼ ଭାବେ ନିତ୍ୟ ରହି ଜ୍ଞାନ ନ ବୁଝେ ଦମ୍ଭପଣେ ମିଥ୍ୟା ବାସଇ ଅନୁକ୍ଷଣେ ଯେ ଦେହ आत्मा बुद्धि करे साधु जनकु न आदरे बोलई मतऊ अपरे के भाग्यवंत ए संसारे मु धर्म जानई सकल एणु पूजित ए शयळ मोतुले धनवंत केही प्रतुल्य नोहिब मही मोदन उपाय मिलई
ଏଣୁ ମୋହର ଭୟ ନାହିଁ। ହେମନ୍ତ ଯେବା ଗର୍ବ କରେ ଦେହାନ୍ତେ ନରକେ ସଞ୍ଚରେ ହୁଅନ୍ତି ନାରୀଙ୍କ ଅଧୀନ ତାହାଙ୍କ ଖେଳିବା ହରିଣ। ଏମନ୍ତେ ସଙ୍ଗ ନ କରିବ ଯେବେ ସୁଭାଗ୍ୟ ଇଚ୍ଛା ଥିବ ଆବର ଶୁଣସି ଗୋମାଏ ଯେମନ୍ତେ ପ୍ରାଣୀ ନାଶ ଯାଏ। ଯେଣୁ ଯୁବତୀ ସଙ୍ଗେ ମନ ଜୀବର ଏଠି ବନ୍ଦନ ଏମନ୍ତେ ଅନ୍ୟ ସଙ୍ଗେ ନାହିଁ। ଏଣୁ ଯୁବତୀ ସଙ୍ଗୀ ନୁହିଁ ତାହାଙ୍କ ସଙ୍ଗୀ ଯେବେ ଜନ ସେ ସଙ୍ଗେ ନ କରିବ ମନ ସେ ସର୍ବେ ମୋହିତ କରନ୍ତି ସେ ସଙ୍ଗେ ପ୍ରାଣୀ ନାଶ ଯାନ୍ତି। ପୂର୍ବେ ବିଧାତା କନ୍ୟା ଚାହିଁ ତା ରୂପ ଦେଖି ବନ୍ଦୀ ହୋଇ ସେ କନ୍ୟା ପିତାର ଅଜ୍ଞାନେ ପଳାଇ ପଶିଲା ଅରଣ୍ୟେ ହରିଣୀ ରୂପ ସେ ଧଇଲା ଛଦ୍ରମେ ବନସ୍ତେ ପଶିଲା ବିଧାତା ତା ଗତି ବିଚାରି ସେହି ହରିଣ ରୂପ ଧରି ଲଜ୍ଜା ଛାଡ଼ିଲେ ଦେବ ବ୍ରହ୍ମା ନାରୀଙ୍କ ଏମନ୍ତ ମହିମା ଏଣୁ କେ ତା ମୁଖୁ ତରିବ ଯହିଁ ମୋହିତ ବ୍ରହ୍ମା ଶିବ ସେ ସଙ୍ଗ ଛାଡ଼ିବ ଯତନେ ଶ୍ରେୟକୁ ବାଞ୍ଛାଥିଲେ ମନେ ସେ ବ୍ରହ୍ମା ଯାହାକୁ ସର୍ଜିଲା ତା ହେତୁ ଆପେ ମୋହ ଗଲା ସେ ସଙ୍ଗ ଯେବେ ପ୍ରାଣୀ କଲେ ଦେବ ମାୟାର ମୋହ ଗଲେ ଏମନ୍ତ କେଉଁ ପ୍ରାଣୀ ଅଛି ସେ ନାରୀ ମାୟାରୁ ତରିଛି ବିନା ସେ ପ୍ରଭୁ ଭଗବାନ ନାରୀକି ନ ଜିତିଲା ନ ଦେଖ ମୋ ଯୋଗ ମାୟା ବଳ ଯୁବତୀ ସ୍ୱରୂପେ ପ୍ରବଳ ଯେ ଯାକୁ ଅପାଙ୍ଗେ ଇଚ୍ଛଇ ସେ ପ୍ରାଣୀ ପଡ଼ି ମୋ ଯାଇ ଦିଗ ବିଜୟୀ ଯେବେ ହୁଅନ୍ତି ତଥାପି ନାରୀ ବସେଥାନ୍ତି ସେବନ୍ତୀ ନାରୀଙ୍କ ପୟର ଏମନ୍ତେ ମାୟା ବଳ ମୋର ସେ ମୋକ୍ଷ ସାଧନ ଇଚ୍ଛିବ ସେ ନାରୀ ସଙ୍ଗ ନ କରିବ ସେ ବୀଣ ସାଧୁ ସୁଜ୍ଞଜନ ଲୋଭି ଯେ ଥାଇ ଆତ୍ମଜ୍ଞାନ ଏମନ୍ତ ଯୋଗୀ ଯେ ବା ହୁଅନ୍ତି ତାହାଙ୍କୁ ଯୁବତୀ ନାଶନ୍ତି ନାରୀ ଅଜ୍ଞାନେ ତମ ଦ୍ୱାର ଯୋଗୀ ଛାଡ଼ିବ ସଙ୍ଗ ତାର କେବଳ ମାୟାରେ ଯୁବତୀ ନିର୍ମାଣ କଲା ପ୍ରଜାପତି ସେ ସେବା କରିବାର ଛଳେ ପାଶକୁ ଆସୁଥାଏ ବଳେ କପଟେ ବିନୟ ବଚନ କହିବ ଦଇ ପ୍ରାଣୀ ମନ ବ୍ୟାଧ ଯେ ସନେ ଛନ୍ଦ କରି ଜୀବ ବିନାଶେ ପାଶେ ଭରି ତୃଣ ଆଚ୍ଛନ୍ନ କୂପେ ଥାଇ ପ୍ରାଣୀ ବିନାଶ ଚିତେ ଧ୍ୟାଇ ନିଷିଧି ବସେ କୂପ ଦ୍ୱାରେ ଜାଗ୍ରତେ ରହେ ନିରନ୍ତରେ ସେ ପତେ ଯେ ପ୍ରାଣୀ ଗମନ୍ତି
ସେ କୂପେ ପଡ଼ି ନାଶ ଯାନ୍ତି, ସେ କୂପେ ଅତୀତ ମଗର ଦେଖି ଭ୍ରମନ୍ତି ଶୃନର, ସେ କୂପ ଅତୀତ ମଗର ଦେଖି ଭ୍ରମନ୍ତି ସୁରନର, ତାହାଙ୍କ ଅନ୍ତ ପାର ନାହିଁ ଗଭୀରେ କେ ପାରିବ କହି, ଯହିଁ ଅଶେଷ ଉଦେବସ୍ଥ ପ୍ରାଣୀ ନ ଜାଣେ ତାର ତତ୍ତ୍ୱ, ସେ କୂପେ ପ୍ରାଣୀ ସୁଖ ଭରେ ଯହିଁ ବୃକ୍ଷାଦି ଯେବେ ଧରେ, ସେ ସର୍ବେ ଉପୁଡ଼ି ପଡ଼ନ୍ତି, ସେ କୂପେ ପଡ଼ି ନ ବର୍ତ୍ତନ୍ତି, ବୃକ୍ଷାଦି ଉପଲକ୍ଷେ ଯେତେ ଧର୍ମାଦି ପୁଣ୍ୟ ଏ ସମସ୍ତେ, ସେ କୂପ ପୁଣ୍ୟ ବିନାଶିନୀ ନିର୍ମିତ କରେ ପଦ୍ମଜୋନି, ସେ ଜ୍ଞାନ ମାର୍ଗ ଆଚ୍ଛାଦଇ ଅଜ୍ଞାନୀ ଜନେ ସୁଖମୟୀ, ସେ ସଙ୍ଗେ ପୁଣ୍ୟ କର୍ମ କଲେ ସକଳ ନାଶ ଯାଆନ୍ତି ଭଲେ, ଏଣୁ ସେ କୂପ ମାର୍ଗ ଗତେ ଜ୍ଞାନୀ ନ ଗମେ ଭୟ ଚିତେ, ଦୁର୍ଗମ ଦ୍ୱାର କୂପ କହି ତୃଣୱାଚ୍ଛନ୍ନ ଲୋମ ଯେହି, ଯେବେ ଅଜ୍ଞାନେ ଭ୍ରମେ ଜୀବ ତା ମୃତ୍ୟୁ ପ୍ରାୟେକ ଭାବିବ, ସେ ମାୟା ନାରୀ ରୂପ ହୋଇ ପୁରୁଷ ପ୍ରାଣ ବିନାଶଇ, ତାହାକୁ ବୋଲେ ମୋ ଯୁବତୀ ତାସିରେ ଗୃହ ଧର୍ମ ଦିଅନ୍ତି, ତାର ସ୍ୱଭାବେ ଦୀନ ହରେ ପ୍ରାଣୁ ଅଧିକ ପ୍ରିୟ କରେ, ଧନ ଜୀବନ ଆଦି ଯେତେ ସମର୍ପି ଥାଇ ସ୍ନେହ ଚିତେ, ଗୁରୁଜନକୁ ମାୟା କରେ ତାର ବିଶ୍ୱାସେ ଦିନ ହରେ, ସେବକ ଜନ ପ୍ରାୟ ହୋଇ ନିତ୍ୟ ସେ ବଇ ଦୁଃଖ ସହି, ଏ ଜୀବ ପ୍ରାୟ ଅନ୍ତ କାଳେ ତାରୂପ ଧ୍ୟାନେ ସୁନିଶ୍ଚଳେ, ସେ ନାରୀ ସ୍ୱରୂପ ଧରଇ ପୁରୁଷ ଅଙ୍ଗ ପ୍ରତ ଜୟୀ, ସେ ମାୟା ରୂପ ହୁଅନ୍ତି ପତି ଗୃହତ ନୟ ସୁତା ନାତି, ତାହାଙ୍କ ସ୍ନେହ ବଶ ହୋଇ ସେ ମୃତ୍ୟୁ ବୋଲି ନ ଜାଣଇ, ଯେ ସନେ ବ୍ୟାଧ ଗୀତ ଗାଇ ମୃଗତା ଶୁଣି ତୁଷ ହୋଇ, ଗୀତରେ ଦେଇଥାଇ ମନ ନ ଜାଣେ ଆତ୍ମା ବିନାଶନ, ଏ ଜୀବ ରୂପ କଳେ ବର କର୍ମ କରଇ ନିରନ୍ତର, ଲୋକରୁ ଅନ୍ୟ ଲୋକ ଯାଇ ସଞ୍ଚିତ କର୍ମ ସେ ଭୁଞ୍ଜଇ, ସେ କର୍ମ ବସେ ଗତାଗତ କର୍ମ କରଇ ଅବିରତ, କର୍ମର ସମାପତି ନାହିଁ ଯେଣୁ ତା ତନ୍ତ କରଇ, ସେ ସୂକ୍ଷ୍ମ ଲିଙ୍ଗ କଳେ ବର ସେଇଟି ଉପାଧି ଜୀବର, ସ୍ଥୂଳ ଶରୀର ଭୋଗ ସ୍ଥାନ ଏ ସେ ପଞ୍ଚ ଭୂତେ ସୁଘଟନ, ଏବେ ନିକଳେ ବର ଯେବେ କାର୍ଯ୍ୟକୁ କ୍ଷମ ଏ ନୁହିବେ, ଜୀବର ଏହିଟି ମରଣ ଜନ୍ମଟି ଦେହ ଦର୍ଶନ, ଏହାକୁ ବୋଲି ମୃତ୍ୟୁ ଜନ୍ମ ମାୟା କରିଛି ଏତେ ଭ୍ରମ, ଏତକୁ ଦୃଷ୍ଟାନ୍ତନ୍ତି ଦେବା ଜନ୍ମ ମରଣ ବୁଝାଇବା, ନେତ୍ରେ ଗୋଲକ ଯେତେବେଳେ ବ୍ୟାଧିରେ ପୀଡ଼ିତ ଆକୁଳେ,
ଦେଖିତେ ସମର୍ଥ ନୁହଁ ଚକ୍ଷୁ ହିଁ ଅଯୋଗ୍ୟ ହୁଇ ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ ଦେଖିତେ ସମର୍ଥ ନୁହଁ ଏଠାରେ ଦ୍ରଷ୍ଟା ରୂପ ଜୀବ କେମନ୍ତେ ରୂପ ସେ ଦେଖିବ ଏହି ପ୍ରକାରେ ସ୍ଥୂଳ ଦେହେ କର୍ମ ଓ ଯୋଗ୍ୟ ଯେବେ ନୁହେଁ ତେବେ ସେ ଲିଙ୍ଗ କଳେ ବର କରି ନ ପାରଇ ବ୍ୟାପାର ଏହିଟି ଜୀବର ମରଣ ସେ ଜୀବ ଜନ୍ମ ମୃତ୍ୟୁହୀନ ଯେବେ ତା ଜନ୍ମ ମୃତ୍ୟୁ ନାହିଁ ଏବେ ନି ଭୟ ଆଉ କାହିଁ ମୃତ୍ୟୁକୁ ଭୟ ନ କରିବ ଯିବା ବ୍ୟାପାର ଛାଡ଼ିବ ଏମନ୍ତ ଜୀବ ଗତି ଜାଣି ଛାଡ଼ିବ ସବୁ ସଙ୍ଗ ପୁଣି ଗୋବିନ୍ଦ ପାଦେ ଦେଇଛି ତ ଯେ ପ୍ରାଣୀ ଥିବ ବିରତ ମାୟା ବନ୍ଧନେ ନ ପଡ଼ିବ ତେବେ ସେ ମୁକ୍ତି ଲଭିବ ବୈରାଗ୍ୟ ଯୋଗ ବ୍ୟାସ କରି ବୁଦ୍ଧି ବିବେକ ସୁବିଚାରୀ ମାୟାର ଚିତ ଏ ସଂସାରେ ସ୍ନେହ ଛାଡ଼ିବ କଳେ ବରେ କେବଳ ଶରୀର ରଖିବ ଅଧିକ ଦ୍ରବ୍ୟ ପ୍ରତେ ଯିବ ହରିଚରଣେ କରି ଧ୍ୟାନ ପାଇବ ତହିଁ ତତ ଜ୍ଞାନ ଏମନ୍ତେ କହି ନାରାୟଣ ବନ୍ଦିଲେ ଜନନୀ ଚରଣ ସେ ହରି ଚରଣ ପଙ୍କଜ ସୃଜନ ଜନନୀ ତେ ଭଜ ତୃତୀୟ ସ୍କନ୍ଧେ ଭାଗବତ କପିଳ ଯୋଗ ବିଧିଖ୍ୟାତ ହରି କହିଲେ ଜୀବଗତି ଶୁଣି ତରିବେ ମୂଢ଼ମତି ବଣଇ ଜଗନ୍ନାଥ ଦାସ ସାଧୁଙ୍କ ହିତେ ଏ ପ୍ରକାଶ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ସମ୍ବାଦେ ଜୀବଗତି ବର୍ଣ୍ଣନଂ ନାମ 31 ଅଧ୍ୟାୟ ଆସନ୍ତାକାଲି 32 ଅଧ୍ୟାୟ ଭୀମସ୍ୟାପି ରଣେ ଭଙ୍ଗ ମୁନେରେ ବିମତି ଭ୍ରମ ଯଦି ସୁଧମସୁଧ ଭାଂ ମମ ଦୋଷ ନ ବିଦ୍ୟତେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।